ଆଜିର କରେଣ୍ଟ ଆଫେୟାର୍ସରେ ଆପଣଙ୍କୁ ସ୍ୱାଗତ। ଚାଲନ୍ତୁ ଆରମ୍ଭ କରିବା। ହୁ ହାଜ୍ ରିସିଭ୍ଡ ଡିଲିଟ୍ ଡିଗ୍ରୀ ପୋଷ୍ଟମୋଷ୍ଟଲି ଫ୍ରମ୍ ଜନାର୍ଦ୍ଦନ ରାୟ ନଗର ରାଜସ୍ଥାନ ବିଦ୍ୟାପୀଠ। ଜନାର୍ଦ୍ଦନ ରାୟ ନଗର ରାଜସ୍ଥାନ ବିଦ୍ୟାପୀଠ କାହାକୁ ମରଣୋତ୍ତର ଭାବେ ଡିଲିଟ୍ ଉପାଧି ସମ୍ମାନ ପ୍ରଦାନ କରିଛନ୍ତି? ଉତ୍ତର ହେଉଛି କବିରାଜ ମୋହନ ସିଂ। ସେ ମେୱାର ସାମ୍ରାଜ୍ୟର ଶେଷ କବି ଥିଲେ। ସେ ରାଜସ୍ଥାନୀ ଏବଂ ହିନ୍ଦୀ ଭାଷାରେ ଅନେକ କବିତା ପୁସ୍ତକ ଲେଖି ଯାଇଛନ୍ତି। Which country has changed a line of its national anthem officially recently? କେଉଁ ଦେଶ ତାର ଜାତୀୟ ସଙ୍ଗୀତର ଏକ ଧାଡ଼ି ନିକଟ ଅତୀତରେ ବଦଳାଇଛନ୍ତି? ଉତ୍ତର ହେଉଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଘୋଷଣା କରିଥିଲେ କି ତାଙ୍କ ଦେଶର ଜାତୀୟ ସଙ୍ଗୀତ ଆଡଭାନ୍ସଡ୍ ଅଷ୍ଟ୍ରେଲିଆ ଫେୟାରର ଦ୍ୱିତୀୟ ଧାଡ଼ି ଫର୍ ୱି ଆର୍ ୟଙ୍ଗ୍ ଆଣ୍ଡ ଫ୍ରିକୁ ବଦଳାଇ ଫର୍ ୱି ଆର୍ ୱାନ୍ ଆଣ୍ଡ ଫ୍ରି କରାଯାଇଛି। Which country has abolished tax on women sanitary items? କେଉଁ ଦେଶ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସାନିଟାରୀ ଆଇଟମ ଉପରୁ ଟ୍ୟାକ୍ସ ଉଚ୍ଛେଦ କରିଛନ୍ତି? ଉତ୍ତର ହେଉଛି ବ୍ରିଟେନ। ଏହାଦ୍ୱାରା ଜଣେ ମହିଳା 40 ପାଉଣ୍ଡ ବା $55 ସେଭ୍ କରିପାରିବ। Who became the first woman chairperson of Steel Authority of India Limited? ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡର ପ୍ରଥମ ମହିଳା ଚେୟାରପର୍ସନ ଭାବେ କିଏ ଦାୟିତ୍ୱ ଗ୍ରହଣ କରିଛନ୍ତି? ଉତ୍ତର ହେଉଛି ସୋମା ମଣ୍ଡଳ। ଏହା ପୂର୍ବରୁ ସେ ସେଲ୍ର ଡାଇରେକ୍ଟର କମର୍ସିଆଲ ଭାବେ କାର୍ଯ୍ୟରତ ଥିଲେ। ନାଲ୍କୋରେ ଟ୍ରେନିଂ ଇଞ୍ଜିନିୟର ଭାବେ ନିଜର କ୍ୟାରିୟର ଆରମ୍ଭ କରି ନିଜର ଦକ୍ଷତା ବଳରେ ନାଲ୍କୋର ଡାଇରେକ୍ଟର କମର୍ସିଆଲ ପଦକୁ ସେ ପହଞ୍ଚି ପାରିଥିଲେ। ରାଉରକେଲାର ଏନ୍ଆଇଟିରେ ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ପାଠ ପଢ଼ିଥିଲେ। Which NSE has bagged ପ୍ରାଇମ୍ ମିନିଷ୍ଟର ଆବାସ ଯୋଜନା ଆୱାର୍ଡ ଫର୍ ବେଷ୍ଟ ପରଫର୍ମିଂ ନଗର ପଞ୍ଚାୟତ ସେକେଣ୍ଡ ଇନ୍ ଦି କଣ୍ଟ୍ରି? କେଉଁ ବିଜ୍ଞପିତ ଅଞ୍ଚଳ ପରିଷଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବାର ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି? ଉତ୍ତର ହେଉଛି ଆଠମଲ୍ଲିକ ଏନ୍ଏସି ଅଫ୍ ଅନୁଗୁଳ ଡିଷ୍ଟ୍ରିକ୍ଟ। ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓଡ଼ିଶାର ଏକମାତ୍ର ନଗର ପଞ୍ଚାୟତ ଭାବେ ଆଠମଲ୍ଲିକ ଏନ୍ଏସି ଏହି ଯୋଜନା କାର୍ଯ୍ୟ କରିବାରେ ଜାତୀୟ ସ୍ତରରେ ସଫଳତା ହାସଲ କରିଛି। ସମୁଦାୟ 1909 ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ ଆଜି ସୁଦ୍ଧା 1810ଟି ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି। Who has launched the missed call facility for LPG consumers at an event in ଭୁବନେଶ୍ୱର? କିଏ ମିସ୍ଡ କଲ୍ ବ୍ୟବହାରର ସୁବିଧା ଏଲ୍ପିଜି ଉପଭୋକ୍ତାଙ୍କ ପାଇଁ ଲୋକାର୍ପଣ କରିଛନ୍ତି? ଉତ୍ତର ହେଉଛି ଅଏଲ ମିନିଷ୍ଟର ଧର୍ମେନ୍ଦ୍ର ପ୍ରଧାନ। ଘରେ ବସି ରିଫିଲ୍ ବୁକିଂ ଏବଂ ନୂଆ ସଂଯୋଗ ପାଇଁ ଭୁବନେଶ୍ୱରରେ ମିସ୍ଡ କଲ୍ ବ୍ୟବସ୍ଥା କରାଯାଇଛି। Which famous art of Pakistan will move from its highways to the skies? ପାକିସ୍ତାନର କେଉଁ କଳାକୃତି ସଡ଼କରୁ ଆକାଶକୁ ଲମ୍ଫ ପ୍ରଦାନ କରିବାକୁ ଯାଉଛି? ଉତ୍ତର ହେଉଛି ଟ୍ରକ୍ ଆର୍ଟ। ଏକ ବିମାନ ସଂସ୍ଥା ନିଜର 2 ସିଟ୍ ଥିବା ସେସ୍ନା ଏୟାରକ୍ରାଫ୍ଟକୁ ଏହି କଳାକୃତି ଦ୍ୱାରା ସଜାଇଛନ୍ତି। ପାକିସ୍ତାନରେ ପର୍ଯ୍ୟଟନର ବିକାଶ ପାଇଁ ଏପରି କରାଯାଇଥିବା ସେ କହିଛନ୍ତି। Which is the first corona vaccine developed in India has been approved for emergency use? କେଉଁ ଭାରତୀୟ କରୋନା ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି? ଉତ୍ତର ହେଉଛି କୋଭାକ୍ସିନ୍। ଏହା ହାଇଦ୍ରାବାଦର ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। କୋଭାକ୍ସିନ୍ କରୋନାର ନୂଆ ଷ୍ଟ୍ରେନ୍କୁ ପ୍ରତିରୋଧ କରିବାରେ ମଧ୍ୟ ସକ୍ଷମ ବୋଲି ଭାରତ ବାୟୋଟେକ୍ ଦାବି କରିଛନ୍ତି। The marching contingent of which country will take part in the Republic Day 2021 parade? କେଉଁ ଦେଶର ପଦାତିକ ବାହିନୀ ସାଧାରଣତନ୍ତ୍ର ଦିବସ 2021 ପ୍ୟାରେଡରେ ଭାଗ ନେବେ? ଉତ୍ତର ହେଉଛି ବାଂଲାଦେଶ। 96 ସୈନିକ ବିଶିଷ୍ଟ ଏକ ବାହିନୀ BD-08 ରାଇଫଲ ଧରି ମାର୍ଚ୍ଚ ପାଷ୍ଟ କରିବେ। ବାଂଲାଦେଶ ପଦାତିକ ବାହିନୀ ହେଉଛି ଦ୍ୱିତୀୟ ବିଦେଶ ରାଷ୍ଟ୍ର ଯେ କି ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଭାଗ ନେଇଛନ୍ତି। ଏହା ପୂର୍ବରୁ 2016ରେ ପ୍ରଥମ ଥର ପାଇଁ ଫ୍ରାନ୍ସର ପଦାତିକ ବାହିନୀ ସାଧାରଣତନ୍ତ୍ର ଦିବସରେ ଭାଗ ନେଇଥିଲେ। ଧନ୍ୟବାଦ ବନ୍ଧୁଗଣ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଲା ତେବେ ନିହାତି ସେୟାର କରନ୍ତୁ।